ଏଇ ଯେଉଁ ମୌସମ ହେଇଛି ବାପରେ ଏଇ ମୌସମରେ ଖାଲି ଘୋଡ଼ି ଘାଡ଼ିକି ଶୋଇବ, ଗରମ ଗରମ ଖାଇବ, ପକୋଡ଼ି ପକୋଡ଼ି ବଢ଼ିଆ। ସେଥିପାଇଁ ମୁଁ ଆଜି ଭାବିଲି ଗୋଟେ ଚଟନି ଆପଣଙ୍କୁ କରିକି ଦେଖିବି, ଯେଉଁଟାକି ଟେଷ୍ଟି ଚଟନି, ରାଜସ୍ଥାନର ଫେମସ୍ ଚଟନି ବା ଆଚାର। ଦେଖନ୍ତୁ କେମିତି ହେଇଛି। ତ ମୁଁ ଏଇଠି ନେଇଯାଇଛି ଚଟନି ବନେଇବା ପାଇଁ 4ଟା ବଡ଼ ରସୁଣ। ସେଇ ରସୁଣର ଯେତିକି କୋଲା ବାହାରିବ ସେତିକି ହିଁ କରିବି। 4ଟା ରସୁଣ ନେଇଛି, ମୁଁ ଅଳ୍ପ ଟିକେ କରିବି। ତ ଜୟ ଜଗନ୍ନାଥ ଫ୍ରେଣ୍ଡ, ଦେଖନ୍ତୁ ମୁଁ ଏଥିରେ ରସୁଣର ଏମିତି ଚୋପା ଗୁଡ଼ା ଛଡ଼େଇ ଦେବେ। ଛଡ଼େଇ ସାରିଲା ପରେ ଆପଣ ଚାହିଁଲେ ହେମଦସ୍ତାରେ ତାକୁ ବହୁତ ବଢ଼ିଆ ସେ ମିନ୍ କରି କୁଟିଦେବେ, ନହେଲେ ନାହିଁ ଗ୍ରାଇଣ୍ଡରରେ ପେଷ୍ଟ କରିଦେବେ। ମୁଁ ଗ୍ରାଇଣ୍ଡରରେ ପେଷ୍ଟ କରିଦେବି, କାରଣ କୁଟିବା ଅପେକ୍ଷା ପେଷ୍ଟ କରିଦେବା ଭଲ ହେବ। କୁଟିଲେ ଭଲ, କାରଣ ଟିକେ ଟିକେ ଖଦଡ଼ା ବି ରହିଥିବ ଯେଉଁ ଟେଷ୍ଟ ଲାଗିବ। ମୁଁ ଯାଉଛି ପେଷ୍ଟ କରିଦେବି। ତ ଆପଣଙ୍କ ଇଚ୍ଛା, ଆପଣ ଯାହା ବି କହିପାରିବେ। ଏଠି ଦେଖନ୍ତୁ, ଏଇଠି ମୋର ପେଷ୍ଟ ରେଡ଼ି ହେଇଗଲା। ତ ଏଇ ଯେଉଁ ଚଟନି ବା ଆଚାର ରାଜସ୍ଥାନ ଫେମସ୍, ତ ଆପଣ ଚାହିଁଲେ ଏଇଟା ରୁଟି, ପରାଠା, ପୁରୀ ସହିତ ଖାଇପାରିବେ, ଆଉ ଭାତରେ ଖାଇପାରିବେ। ମାନେ ମସ୍ତ ଲାଗିବ ଏଇଟା ଖାଇଲେ। ଟିକେ ଟିକେ ଜଷ୍ଟ ଚାଟିଦେଲେ ତ ମଜା ଆଉ। ଏଇ ଦେଖନ୍ତୁ, ଏଇଠି ମୁଁ ନେଇଗଲି, ଆଉ ଯେଉଁ ମୋର ପେଷ୍ଟ ରେଡ଼ି ହେଇଯାଇଛି। ତାପରେ ମୁଁ ଏଇଠି ସ୍ୱାଦ ଅନୁସାରେ ଲୁଣ, ମାନେ ବେଶୀ ବଡ଼ ନାହିଁ ଛୋଟ ନାହିଁ, 1 ସ୍ପୁନ୍ ଲୁଣ ନେଲି। ଆଉ ଧନିଆ ପାଉଡ଼ର 1 ଚାମଚ ନେଲି। ଛୋଟ ଚାମଚରେ ଲୁଣ ନେଲି, ଛୋଟ ଚାମଚରେ ମଧ୍ୟ ଧନିଆ ପାଉଡ଼ର ନେଲି। ଚିଲି ପାଉଡ଼ରଟା ମୁଁ 2 ଚାମଚ ପକାଇବି, କାରଣ ଏଇଟା କାଶ୍ମୀର ଚିଲି ପାଉଡ଼ର, ଆଉ ସେଇଟା ଟିକେ କଲର୍ ବି ଆସିବ, ସେଥିପାଇଁ ମୁଁ 2 ଚାମଚ ନେଲି। ତାପରେ ଆପଣ ପକାଇବେ ହଳଦୀ। ହଳଦୀ ବେଶୀ ନାହିଁ, 1/2 ସ୍ପୁନ୍ ପକାଇବେ ହଳଦୀ, ବେଶୀ ପକାଇବେନି। ଏ ଦେଖନ୍ତୁ 1/2 ସ୍ପୁନ୍ ପକାଇଦେଲି। ଆକୁ ଭଲ ଭାବରେ ସବୁ ଗୋଳେଇ ଦେବେ। ଗୋଳେଇ ଦେଲା ପରେ ଦେଖନ୍ତୁ ଏମିତି ଭଲ ଭାବରେ ଗୋଳେଇ ଦେବେ। ଏଇଟା ମୋର ରେଡ଼ି ହେଇଗଲା। ତ ଚାଲନ୍ତୁ ଏବେ ଆମେ ଗ୍ୟାସ୍ ଲଗାଇବା, ଆଉ ପ୍ରସ୍ତୁତ କରିବା ଚଟନି, ରସୁଣ ଚଟନି ବା ରସୁଣ ଆଚାର। ତ ଏଇଠି ମୁଁ ଗ୍ୟାସ୍ରେ ଛୋଟ ନନଷ୍ଟିକ୍ କଡ଼େଇଟେ ବସାଇଦେଲି। ଆପଣ ଚାହିଁଲେ ସୋରିଷ ତେଲ ନେଇପାରିବେ, ନହେଲେ ରିଫାଇନ୍ ତେଲ ନେଇପାରିବେ। ଏଠି ମୁଁ ସୋରିଷ ତେଲ ନେଲି, ବଡ଼ ଚାମଚରେ 4 ଚାମଚ ନେଇଛି। ଲଗଭଗ ସେଇଟା ହେବ ଅଧା କପ୍ ପାଖାପାଖି ହେବ। ଆଉ 4ଟା ରସୁଣ ନେଇଥିଲି, ଆପଣଙ୍କୁ ଦେଖାଉଛି, ସେଇ ମେଜରମେଣ୍ଟରେ ଆପଣ କରିବେ। ତ ଫ୍ରେଣ୍ଡସ୍ ମାନେ, ଭିଡ଼ିଓଟି ଭଲ ଲାଗିଲେ ନିଶ୍ଚୟ ଛୋଟ କାମଟା କରିଦେବେ, ସବସ୍କ୍ରାଇବ୍ଟା କରିଦେବେ, ପାଖରେ ଥିବା ବେଲ୍ ଆଇକନ୍କୁ ପ୍ରେସ୍ କରିଦେବେ, ଲାଇକ୍ କରିବେ, ସେୟାର କରିବେ। ଏଇଠି ଦେଖନ୍ତୁ ତେଲ ମୋର ଗରମ ହେଇଯାଇଛି। ମୁଁ ଜିରା, ସୋରିଷ ଟିକେ ଟିକେ ପକାଇଥିଲି। ଏବେ କଳା ଜିରା ମଧ୍ୟ ଟିକେ ପକାଇଦେବି। ମନେ ରଖନ୍ତୁ, ଜିରା ପକାଇବେ ଟିକେ, ସୋରିଷ ଟିକେ ପକାଇବେ, କଳା ଜିରା ପକାଇବେ। ଆଉ ଏଇଟା ହେଲା ମୋ କରିବା ଭୃଷଙ୍ଗ ପତ୍ର, ଯେଉଁଟା ଆମେ କହୁଛେ ଭୃଷଙ୍ଗ ପତ୍ର, କରିବା ଜିରା ଟିକେ ପକାଇବେ। ଗୋଟା ରସୁଣ ଯେଉଁ ରଖିଥିଲି ତାକୁ 3-4 କୋଲା ପକାଇଦେବେ, ଆଉ ଶୁଖିଲା ଲଙ୍କା ପକାଇଦେବେ, କଞ୍ଚା ଲଙ୍କା ପକାଇଦେବେ। ଏଇଟା ଆଡ଼ିସନାଲ୍, ଆପଣଙ୍କୁ ଯେତିକି ରାଗ ଦରକାର ଆପଣ ପକାଇବେ, ସେତେ ଟେଷ୍ଟ ମଧ୍ୟ ଲାଗିବ। ମୋର ତେଲ ବହୁତ ଗରମ ହେଇଯାଇଥିଲା ପ୍ରଥମେ, ଏବେ ନର୍ମାଲ୍ ଅଛି। ତ ଏଇଟା ଟିକେ ହାଲକା ସେ ତାକୁ ଭାଜିଦେବେ। ଭାଜି ସାରିଲା ପରେ ଆମେ ଯେଉଁ ପେଷ୍ଟ କରି ରଖିଥିଲେ ତାକୁ ଏଇଠି ପକାଇଦେବେ। ହେଇ ଦେଖନ୍ତୁ, ଆଉ ଟିକେ ଯେଉଁ ଲାଗିଥିଲା ବୋଲି ଗିନାରେ ମୁଁ ତାକୁ ପାଣି ଦେଇକି ପକାଇ ଦେଉଛି। ଏଇ ଯେଉଁ ପେଷ୍ଟଟା କୁ ଆପଣ କ'ଣ କରିବେ, ଭଲ ଭାବରେ ମିକ୍ସ କରିବେ, ଯେ କି ସେ ପୁରା ଆମର ଚଟନି ଭଳିଆ, ଆଚାର ଭଳିଆ ହେଇଯିବ। ତାକୁ ଏମିତି ମିକ୍ସ କରି କରି ଯାଉଥିବେ, ଗୋଳଉଥିବେ, ନହେଲେ ସେ ଲାଗିଯିବ, ପୋଡ଼ିଯିବ। ସେଥିପାଇଁ ଏମିତି ଗୋଳି ଗୋଳି ଦେଉଥିବେ। ତାପରେ ଗୋଟେ ଛୋଟ ଗିନା ନେବେ, ସେଥିରେ କ'ଣ କରିବେ, ଲେମ୍ବୁ ଯଦି ଆପଣଙ୍କ ବେଶୀ ପାଣି ବାହାରୁଛି ତାହେଲେ ଅଧା ଲେମ୍ବୁ ଚିପୁଡ଼ିବେ। ଆଉ ଯଦି ପାଣି ବାହାରୁନି, ଯେମିତିକି ମୋର ଦେଖନ୍ତୁ ଜମା ପାଣି ବାହାରୁନି ତା ଦେହରୁ, ତାହେଲେ ଗୋଟା ଲେମ୍ବୁ ନେବେ। 2ଟା ଚିପୁଡ଼ିଲେ ମୋର ଏତିକି ଟିକେ ପାଣି ବାହାରିଲା। ଏପଟେ ଦେଖନ୍ତୁ ମୋର ତେଲ ଛାଡ଼ି ଛାଡ଼ି ଆସିଲାଣି। ଆଉ ଏଇଟା ଆପଣ କରିକି ରଖିପାରିବେ 7-8 ଦିନ, 15 ଦିନ ରଖିପାରିବେ। ଟିକେ ଟିକେ କରି ପୁରୀ, ପରଟା, ରୁଟି ସହିତ ଖାଇପାରିବେ। ଏ ଦେଖନ୍ତୁ, ଏବେ ମୁଁ ଲେମନ୍ ଜୁସ୍ ବା ଲେମ୍ବୁ ରସ ପକାଇଦେଲି। ଏଇଟା ପକାଇକି ଭଲ ଭାବରେ ଗୋଳେଇ ଦେବେ। ଥଣ୍ଡା ଫଣ୍ଡା ହେଇଥିଲେ ବି, ଜ୍ୱର ଫର ହେଇଥିଲେ ବି ପାଟିକୁ ବହୁତ ସୁଆଦିଆ ଲାଗିବ ଏଇଟା ଖାଇବା ପାଇଁ। ହେ ଦେଖନ୍ତୁ ପକାଇଦେଲି, ଦେହ ପାଇଁ ବି ଉପକାର, ରସୁଣଟା ଥଣ୍ଡା ଛାଡ଼ିବ। ଆଉ ଏମିତି ପକାଇଦେବେ, ତାକୁ ଗୋଳେଇ ଦେବେ। ଅଲରେଡ଼ି ଏଇଟା ଆମର ହେଇଗଲାଣି, ଦେଖନ୍ତୁ ପୁରା ମୋଟା ହେଇଗଲାଣି, ଚଟନି ପୁରା ହେଇଗଲାଣି। ଏ ଦେଖନ୍ତୁ କଲର୍ ବି ଆସିଗଲାଣି, ମୋଟା ହେଇଗଲାଣି। ଆକୁ ଆମେ ଥଣ୍ଡା କରିଦେବା, ଗୋଟେ ଗିନାରେ କାଢ଼ିଦେବା। ତାପରେ ବାସ୍, ଯେଉଁଥିରେ ଇଚ୍ଛା ସେଥିରେ ଖାଇବା, ରଖିଦେଇକି ଫ୍ରିଜ୍ରେ ବି ଷ୍ଟୋର୍ କରି ରଖିପାରିବେ। ପରଟାରେ ଟିକେ ଟିକେ ଲଗେଇ ଖାଇଦେଲେ ବି ବହୁତ ଟେଷ୍ଟି। ଗରମ ଗରମ ଭାତ ସହିତ, ଡାଲମା ସହିତ, କି ଯାହା ବି ହେଇଥାଉ ଆଇଟମ୍, ତା ସହିତ ଟିକେ ଏଇ ଚଟନି ବା ଟିକେ ଆଚାର ନେଇଯିବେ, ପୁରା ଜମିଯିବ। ତ ଫ୍ରେଣ୍ଡସ୍, ଏମିତି ଆଉ ଗୋଟେ ଭିଡ଼ିଓ ଆଣି ଦେଖା କରିବି। ଆଉ ଭିଡ଼ିଓଟା ଟିକେ ଭଲ ଲାଗୁଥିଲେ ନିଶ୍ଚୟ ସବସ୍କ୍ରାଇବ୍ କରିଦେବେ, ଲାଇକ୍ କରିଦେବେ,
ତ ରହୁଛି ଫ୍ରେଣ୍ଡ, ଜୟ ଜଗନ୍ନାଥ, ଧନ୍ୟବାଦ।